राधा राधे गाइस मु आलोक आपण मानक नहीं आसी आ गोटे नुआ ब्लॉग रे ये होची श्री राधाराणी मानस सरोवर राधाराणी लुहरे यही मानस सरोवर होइतिला। चलतु वीडियो से जोड़ी रहतु से राधाराणी मानस सरोवर देखा दर्शन करवा। ଏହି ସ୍ଥାନ କେବଳ ଏକ ସରୋବର ନୁହେଁ, ଏହା ହେଉଛି ଭକ୍ତି ପ୍ରେମ ଓ ଦିବ୍ୟଲୀଳାର ପ୍ରତୀକା। ଚଳନ୍ତୁ ଆମେ ଏହାର ଗଭୀର କଥାରେ ପ୍ରବେଶ କରିବା। ମାନସ ସରୋବର ମାନେ କ'ଣ? ମାନସ ସରୋବର ବୃନ୍ଦାବନରେ ଅବସ୍ଥିତ ଏକ ପବିତ୍ର ସରୋବର ଅଟେ। ଏହା ଶ୍ରୀ ରାଧାରାଣୀଙ୍କର ଆଖିର ଲୁହରୁ ସୃଷ୍ଟି ହୋଇଥିଲା। ଏହି ସରୋବରର ପାଣି ଅତ୍ୟନ୍ତ ପବିତ୍ର ଓ ଶାନ୍ତିମୟ। ଭକ୍ତମାନେ ବିଶ୍ୱାସ କରନ୍ତି ଏଠାରେ ସ୍ନାନ କଲେ ମନ ଶୁଦ୍ଧ ହୁଏ ଓ ଭଗବାନଙ୍କର ପ୍ରେମ ଲାଭ ହୁଏ। ଏକ ଦିନ ଶ୍ରୀକୃଷ୍ଣ ରାଧାରାଣୀଙ୍କୁ ଛାଡ଼ି ଅନ୍ୟ ଗୋପୀମାନଙ୍କ ସହ ଲୀଳା କରୁଥିଲେ। ଏହା ଦେଖି ରାଧାରାଣୀ ମନ ଅତ୍ୟନ୍ତ ଦୁଃଖିତ ହେଲା। ସେ ନିଜ ଭାବନାରେ ଏତେ ବ୍ୟାକୁଳ ହେଲେ ଯେ ତାଙ୍କ ଆଖିରୁ ଅସୀମ ଲୁହ ବୋହିଲା। ସେହି ଲୁହରୁ ଏହି ମାନସ ସରୋବର ଗଠିତ ହେଲା, ଯେଉଁଠାରେ ଦୁଃଖ ମଧ୍ୟ ଦିବ୍ୟ ହୋଇଯାଏ। ମାନସ ସରୋବର କେବଳ ଏକ ସ୍ଥାନ ନୁହେଁ, ଏହା ଗଭୀର ଅର୍ଥକୁ ବୁଝାଏ। ଏଠାରେ ଆସିଲେ ମନରେ ଶାନ୍ତି ମିଳେ, ଭକ୍ତିର ଭାବ ଜାଗ୍ରତ ହୁଏ, ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ଅନୁଭବ ହୁଏ। ଆଜି ମାନସ ସରୋବର ବୃନ୍ଦାବନର ଏକ ପ୍ରସିଦ୍ଧ ତୀର୍ଥସ୍ଥଳ। ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସନ୍ତି। ସକାଳର ଶାନ୍ତ ପରିବେଶ ଓ ସନ୍ଧ୍ୟାର ଆରତି ଏଠାର ମହାତ୍ମ୍ୟକୁ ଅଧିକ ବଢ଼ାଏ। ତେଣୁ ବନ୍ଧୁମାନେ, ରାଧାରାଣୀଙ୍କର ମାନସ ସରୋବର କେବଳ ଏକ ଜଳାଶୟ ନୁହେଁ, ଏହା ହେଉଛି ପ୍ରେମ ଭକ୍ତି ଓ ଆତ୍ମାର ସଂଯୋଗର ପବିତ୍ର ସ୍ଥାନ। ଯଦି ଆପଣ କେବେ ବୃନ୍ଦାବନ ଆସନ୍ତି, ଏହି ସ୍ଥାନକୁ ନିଶ୍ଚୟ ଦର୍ଶନ କରନ୍ତୁ। ରାଧେ ରାଧେ। राधाराणी मानस सरोवर तो देखिले। राधाराणी मंदिर बर्तमान बंद है, तेणुक आपण मैंने आसिले राधाराणी मानस सरोवर आसे सठिक टाइम आसिले सका 9टा 10टा समय। ए तो टाइम है बंद है। वीडियो जब भल लगी ताले वीडियो रे छोटे लाइक कर कमेंट लिखे राधाराणी की जय। रोची राधे राधे।